ଅପା ଆପଣ ହଉ ହେଲା ଏସବୁର କିଛି ଦରକାର ନାହିଁ। ଆଜିକା ଦୁନିଆରେ ହାଇ ହାଲୋ ଚାଲିଛି, ଏମିତି ଜୁଆର ହେଇକି ନୁହଁ ଗାଉଁଲି କୋଉଠିକାର। ମୁଁ ତୋର ସମ୍ପର୍କରେ ବଡ ଯାହା ହେବି। ଆଜ୍ଞା ଅପା ବସନ୍ତୁ। କୋଉଠି ବସିବି? ଏଇ ଭଙ୍ଗା ଚେୟାରରେ? ୟା ତ ଜୀବନ ଯାଉଛି ଆଉଛି। ତୁ ତ ନୂଆ ଭାଇ ଆସିଛୁ, ଚେୟାର ଟେବୁଲ ସଫା ଆଣିଥିବୁ। କାଇଁ ମତେ ତ ଏଠି କାଇଁ କିଛି ଦେଖା ଯାଉନି। ମୁଁ ଯେତେବେଳେ ନୂଆ ଭାଇ ଆସିଥିଲି ସେତେବେଳେ ବହୁତ ଯୌତୁକ ଆଣିଥିଲି, ଘରେ ରଖିବା ପାଇଁ ଜାଗା ହେଉନଥିଲା। ଅପା ଗୋଟେ ଝିଅ ହଉଛି ତା ବାପାର କଲିଜା। ଯେତେବେଳେ ତା ବାପା ଗୋଟେ ଝିଅକୁ ବାହା ଦେଇଥାଏ ସେତେବେଳେ ତା ଛାତିରୁ କଲିଜା କାଢି ଦେଇଥାଏ। ତାପରେ ବି ସେ ଝିଅକୁ ତା ଶାଶୁଘରେ ପଚାରାଯାଏ ତୋ ବାପ କଣ ଦେଇଛି ଦେଖେଇଲୁ। କିନ୍ତୁ କେତେବେଳେ ଅଧିକ କଷ୍ଟ ଲାଗେ ଆପଣ ଜାଣିଛନ୍ତି? ଯେତେବେଳେ ଏସବୁ ପଚାରୁଥିବା ମଣିଷ ଗୋଟେ ବାପର ଝିଅ ହେଇଥିବ। ସତରେ ଗୋଟେ ଯା କେବେ ଭଉଣୀ ହେଇପାରିବନି। ଭିଡିଓ ତ ଭଲ ଲାଗେ ତ ଲାଇକ୍ କମେଣ୍ଟ ସେୟାର କରିଦେବ ଆଉ ସବସ୍କ୍ରାଇବ କରିବାକୁ ଜମା ଭୁଲିବନି। ପୁଣି ଦେଖ ଗୋଟେ ନୂଆ ଭିଡିଓ ମତେ ରହିଲୁ। ଜୟ ଜଗନ୍ନାଥ।